କ୍ଷୀର ସହିତ କ'ଣ ପିଇଲେ ଆଣ୍ଠୁ ଗଣ୍ଠି ଓ ଅଣ୍ଟା ବଥା ମରିବା ପର୍ଯ୍ୟନ୍ତ ହେବ ନାହିଁ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, ବାରମ୍ବାର ହାଲିଆ ଲାଗିବା କେଉଁ ରୋଗର ଲକ୍ଷଣ ଅଟେ? ଅପସନ୍ ଏ ମଧୁମେହ, ଅପସନ୍ ବି କ୍ୟାନ୍ସର, ଅପସନ୍ ସି ଜଣ୍ଡିସ୍ ଏବଂ ଅପସନ୍ ଡି ରକ୍ତଚାପ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନଗୁଡ଼ିକର ଆନ୍ସର ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତରଟି ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମଧୁମେହ। ବାରମ୍ବାର ହାଲିଆ ଲାଗିବା ମଧୁମେହ ରୋଗର ଲକ୍ଷଣ ଅଟେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସକାଳୁ ଖାଲି ପେଟରେ ଚା ପିଇଲେ କେଉଁ ମାରାତ୍ମକ ରୋଗ ହୋଇଥାଏ? ଅପସନ୍ ଏ ଅର୍ଶ ରୋଗ, ଅପସନ୍ ବି କ୍ୟାନ୍ସର ରୋଗ, ଅପସନ୍ ସି ଏସିଡିଟି ରୋଗ ଏବଂ ଅପସନ୍ ଡି ଜଣ୍ଡିସ୍ ରୋଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଏସିଡିଟି ରୋଗ। ସକାଳୁ ଖାଲି ପେଟରେ ଚା ପିଇଲେ ଏସିଡିଟି ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ରାତିରେ ଦହି ଖାଇଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ଏସିଡିଟି ରୋଗ, ଅପସନ୍ ବି ପାଚନ ସମସ୍ୟା, ଅପସନ୍ ସି ଗ୍ୟାସ୍ ସମସ୍ୟା ଏବଂ ଅପସନ୍ ଡି ଏହି ସମସ୍ତ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଏହି ସମସ୍ତ। ରାତିରେ ଦହି ଖାଇଲେ ଏସିଡିଟି, ପାଚନ ସମସ୍ୟା ଏବଂ ଗ୍ୟାସ୍ ସମସ୍ୟା ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କୁକୁର କାମୁଡ଼ିଲେ ତୁରନ୍ତ କେଉଁ ପତ୍ର ଖାଇବା ଉଚିତ? ଅପସନ୍ ଏ ବେଲପତ୍ର, ଅପସନ୍ ବି ତୁଳସୀ ପତ୍ର, ଅପସନ୍ ସି କଲରା ପତ୍ର ଏବଂ ଅପସନ୍ ଡି ନିମ୍ବ ପତ୍ର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି କଲରା ପତ୍ର। କୁକୁର କାମୁଡ଼ିଲେ ତୁରନ୍ତ କଲରା ପତ୍ର ଖାଇବା ଉଚିତ ଏବଂ କ୍ଷତ ସ୍ଥାନରେ ଲଗାଇବା ଉଚିତ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପିଆଜ ରସ ସହିତ କ'ଣ ଖାଇଲେ ରାତିରେ ଭଲ ନିଦ ହୋଇଥାଏ? ଅପସନ୍ ଏ ଗୁଡ଼, ଅପସନ୍ ବି ମହୁ, ଅପସନ୍ ସି କ୍ଷୀର ଏବଂ ଅପସନ୍ ଡି ଚିନି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି କ୍ଷୀର। ପିଆଜ ରସ ସହିତ କ୍ଷୀର ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ତରକାରୀରେ ଅଧିକା ଲୁଣ ହୋଇଥିଲେ ସେଥିରେ କ'ଣ ପକାଇଲେ ଲୁଣର ମାତ୍ରା କମିଯାଏ? ଅପସନ୍ ଏ ଗରମ ମସଲା, ଅପସନ୍ ବି ସିଝା ଆଳୁ, ଅପସନ୍ ସି ସୋୟାବିନ୍ ଏବଂ ଅପସନ୍ ଡି ହଳଦୀ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସିଝା ଆଳୁ। ତରକାରୀରେ ଅଧିକା ଲୁଣ ହୋଇଥିଲେ ସେଥିରେ ସିଝା ଆଳୁ ପକାଇଲେ ଲୁଣର ମାତ୍ରା କମିଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଦିନକୁ କେତେ ସମୟ ଶୋଇବା ଜରୁରୀ ଅଟେ? ଅପସନ୍ ଏ 4 ରୁ 5 ଘଣ୍ଟା, ଅପସନ୍ ବି 5 ରୁ 6 ଘଣ୍ଟା, ଅପସନ୍ ସି 8 ରୁ 9 ଘଣ୍ଟା ଏବଂ ଅପସନ୍ ଡି 7 ରୁ 8 ଘଣ୍ଟା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 7 ରୁ 8 ଘଣ୍ଟା। ଦିନକୁ 7 ରୁ 8 ଘଣ୍ଟା ଶୋଇବା ଉଚିତ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଦହିରେ କ'ଣ ମିଶାଇ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ? ଅପସନ୍ ଏ ଚିନି, ଅପସନ୍ ବି ଲୁଣ, ଅପସନ୍ ସି ଗୁଡ଼ ଏବଂ ଅପସନ୍ ଡି ମହୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଲୁଣ। ଦହିରେ ଲୁଣ ମିଶାଇ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ରାତିରେ ଫୋନ୍ ବ୍ୟବହାର କଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ମୋତିଆବିନ୍ଦୁ, ଅପସନ୍ ବି ଯକ୍ଷ୍ମା, ଅପସନ୍ ସି ରକ୍ତଚାପ ଏବଂ ଅପସନ୍ ଡି ମୁଣ୍ଡ ବଥା। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଏହିପରି ଉପଯୁକ୍ତ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମୋତିଆବିନ୍ଦୁ। ରାତିରେ ଫୋନ୍ ବ୍ୟବହାର କଲେ ମୋତିଆବିନ୍ଦୁ ରୋଗ ହୋଇଥାଏ।
सो फ्रेंड्स एबे देखिबा परवर्ती प्रश्नटी समुद्र माछ खाइले केउ रोग होइथाय। ऑप्शन ए कृमि, ऑप्शन बी चर्म रोग, ऑप्शन सी झाड़ा एवं ऑप्शन डी बांति। सो फ्रेंड्स यार सठिक उत्तरटी होछि ऑप्शन बी चर्म रोग। समुद्र माछ खाइले चर्म रोग होइथाय। सो फ्रेंड्स एबे देखिबा परवर्ती प्रश्नटी खरा दिन रे पानी रे केउ पत्र पकाई पीले शरीर को आराम मिलिथाय। ऑप्शन ए बेलपत्र, ऑप्शन बी लेंबू पत्र, ऑप्शन सी तुलसी पत्र एवं ऑप्शन डी पुदीना पत्र। फ्रेंड्स यार सठिक उत्तरटी होछि ऑप्शन डी पुदीना पत्र। खरा दिन रे पानी रे पुदीना पत्र पकाई पीले शरीर को आराम मिलिथाय। सो फ्रेंड्स एबे देखिबा परवर्ती प्रश्नटी अधिक लुण खाइले मनुष्यर केउ अंग खराब होई जाय। ऑप्शन ए मस्तिष्क, ऑप्शन बी आखि, ऑप्शन सी हार्ट एवं ऑप्शन डी किडनी। सो फ्रेंड्स यार सठिक उत्तरटी होछि ऑप्शन डी किडनी। अधिक लुण खाइले मनुष्यर किडनी अंग खराब होई जाय। सो फ्रेंड्स एबे देखिबा परवर्ती प्रश्नटी केउ देश रे झियो माननको विवाह करबा द्वारा सरकारी चाकरी मिलिथाय। ऑप्शन ए चीन, ऑप्शन बी जापान, ऑप्शन सी नेदरलैंड एवं ऑप्शन डी आइसलैंड। सो फ्रेंड्स यार सठिक उत्तरटी होछि ऑप्शन डी आइसलैंड। आइसलैंड देश रे झियो माननको विवाह करबा द्वारा सरकारी चाकरी मिलिथाय। सो फ्रेंड्स एबे देखिबा परवर्ती प्रश्नटी केउ जीव खाइबा समय रे कांदु थाए। ऑप्शन ए कुकुर, ऑप्शन बी मनीष, ऑप्शन सी कुंभीर एवं ऑप्शन डी भालू। सो फ्रेंड्स यार सठिक उत्तरटी होछि ऑप्शन सी कुंभीर। कुंभीर जीव खाइबा समय रे कांदु थाए। सो फ्रेंड्स एबे देखिबा परवर्ती प्रश्नटी प्रतिदिन केते पाद चलिबा द्वारा स्वास्थ्य पाई लाभदायक होइथाय। ऑप्शन ए 1000 पाद, ऑप्शन बी 200 पाद, ऑप्शन सी 400 पाद एवं ऑप्शन डी 800 पाद। सो फ्रेंड्स यार सठिक उत्तरटी होछि ऑप्शन ए 1000 पाद। प्रतिदिन 1000 पाद चलिबा द्वारा स्वास्थ्य पाई लाभदायक होइथाय। सो फ्रेंड्स एबे देखिबा परवर्ती प्रश्नटी बा शेष प्रश्नटी क्षीर सहित कौन मिसाई सेवन कले आंठु गंठी जंत्रणा मुक्ति मिलिथाय। ऑप्शन ए हलदी, ऑप्शन बी रसुण, ऑप्शन सी पियाज एवं ऑप्शन डी दालचीनी गुंड। फ्रेंड्स यही प्रश्नर सठिक उत्तरटी जानिबा पूर्वरे जदि आपण माने हमर चैनल को नुआ करी विजिट करिसेंती ताहले चैनल टी को सब्सक्राइब करी पाखरि थिबा घंटी बटन टी को दबाई ऑल ऊपर क्लिक करि दियंतु जहा फलर कि एही परि उपयुक्त वीडियो आपण माने सर्वप्रथमे पाई परिबे। सो फ्रेंड्स एबे देखिबा एही प्रश्नर सठिक उत्तरटी होछि ऑप्शन ए हळदी। क्षीर सहित हळदी मिसाई सेवन कले आंठु गंठी जंत्रणा मुक्ति मिली थाए। सो फ्रेंड्स आज वीडियोटी एठी शेष करिबा पुणी देखाइबा परवर्ती वीडियो रे। जय जगन्नाथ।